ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ତୃତୀୟ ସ୍ତମ୍ଭ ଇଷ୍ଟବୃତ୍ତି ଉପରେ କିଛି ଆଲୋଚନା ରଖିବା। ଏହାର ଅର୍ଥ ନିଜର ସଦ୍ଗୁରୁଙ୍କ ପ୍ରତି କୃତଜ୍ଞତା। ଏହାଦ୍ୱାରା ତ୍ୟାଗର ଭାବନା ଜାଗ୍ରତ ହୁଏ। ଏହା ଜୀବନର ସମସ୍ତ ଅଭାବ ଓ ଅମଙ୍ଗଳକୁ ଦୂର କରିଥାଏ। ଏହି ବିଷୟକୁ ବୁଝିବା ପାଇଁ ମହାଭାରତର ଏକ ହୃଦୟସ୍ପର୍ଶୀ କାହାଣୀ ମୁଁ କହିବି। ଏହା ହେଉଛି ମହାବୀର ଅର୍ଜୁନ ଏବଂ ଭକ୍ତ ଶ୍ରୀଆଳ ପ୍ରଧାନର କଥା। ଶାସ୍ତ୍ରୀୟ ପ୍ରେକ୍ଷାଳୟରେ ମଧ୍ୟ ସଖା ଉଦ୍ଧବ ଓ କୃଷ୍ଣଙ୍କ ଭକ୍ତିର କାହାଣୀ ରହିଛି। ପ୍ରଥମେ ଆମେ ଆଲୋଚନା କରିବା ମହାଭାରତ। ମହାଭାରତ ଯୁଦ୍ଧ ପରେ ଅର୍ଜୁନଙ୍କ ମନରେ ସାମାନ୍ୟ ଅହଙ୍କାର ଆସିଥିଲା ଯେ ସେ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବଡ଼ ଭକ୍ତ ଏବଂ ସେ ପ୍ରତିଦିନ ଭଗବାନଙ୍କ ପାଇଁ ବଡ଼ ବଡ଼ ଯଜ୍ଞ ଓ ପୂଜା କରନ୍ତି। ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏହି ଭ୍ରମ ଦୂର କରିବା ପାଇଁ ଚାହିଁଲେ। ଦିନେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜ ସହ ଏକ ଅଜ୍ଞାନ ଗାଁକୁ ବୁଲାଇବାକୁ ନେଇଗଲେ। ସେଠାରେ ଜଣେ କୃଷକ ରହୁଥିଲେ। ସେ ଜଣେ ସାଧକ ଥିଲେ। ତାଙ୍କର ନିୟମ ଥିଲା ଯେ ସେ ଦିନସାରା ପରିଶ୍ରମ କରି ଯାହା ରୋଜଗାର କରୁଥିଲେ ସେଥିରୁ ପ୍ରଥମ ଭାଗ ଅତି ଆନନ୍ଦର ସହ ନିଜ ଗୁରୁ ବା ଇଷ୍ଟ ବା ଭଗବାନ ପାଇଁ ଉଦ୍ଦେଶ୍ୟରେ ରଖୁଥିଲେ, ଯାହାକୁ ଆମେ ଇଷ୍ଟବୃତ୍ତି ହିଁ କହିଥାଉ। ତାପରେ ଯାହା ବଳୁଥିଲା ସେଥିରେ ସେ ନିଜ ପରିବାର ଚଳାଉଥିଲେ। ସେହି ସାଧକଙ୍କ ଘରେ ଖାଇବାକୁ ନଥିଲେ ମଧ୍ୟ ଗୁରୁଙ୍କ ପାଇଁ ନୈବେଦ୍ୟ କାଢ଼ିବା ପାଇଁ ସେ କେବେ ଭୁଲୁ ନଥିଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନେଇ ସେହି ସାଧକଙ୍କ ଘରେ ପହଞ୍ଚିଲେ। ସେତେବେଳେ ସେହି ସାଧକ ଜଣକ ନିଜର ଦୈନିକ ଖାଦ୍ୟ ଗ୍ରହଣ କରିବାକୁ ବସିଥିଲେ। କିନ୍ତୁ ଶାସ୍ତ୍ର ଅନୁସାରେ ପ୍ରଥମେ ସେ ମନେ ମନେ ନିଜ ଇଷ୍ଟ ବା ଗୁରୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ଥାଳିରୁ ପ୍ରଥମ ଗ୍ରାସ ସମର୍ପଣ କଲେ। ସେହି ସମୟରେ ବାହାରେ ଠିଆ ହୋଇଥିବା ଶ୍ରୀକୃଷ୍ଣ ହଠାତ୍ ନିଜ ପାଟି ଖୋଲିଲେ ଏବଂ ଅର୍ଜୁନ ଦେଖିଲେ ଯେ ସ୍ୱୟଂ ଶ୍ରୀକୃଷ୍ଣ ସେହି ଗରିବ ସାଧକଙ୍କ ସମର୍ପଣ କରିଥିବା ଅନ୍ନର ସ୍ୱାଦ ଅତି ତୃପ୍ତିର ସହ ନେଉଛନ୍ତି। ଶ୍ରୀକୃଷ୍ଣଙ୍କ ମୁହଁ ଆନନ୍ଦରେ ଚମକି ଉଠିଲା। ଅର୍ଜୁନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପଚାରିଲେ, ହେ କେଶବ, ଏ କ'ଣ? ମୁଁ ତୁମ ପାଇଁ ଉଆସରେ 56 ପ୍ରକାର ଭୋଗ କରୁଛି, କିନ୍ତୁ ଏତେ ତୃପ୍ତି ମୁଁ କେବେ ଦେଖି ନାହିଁ। ଶ୍ରୀକୃଷ୍ଣ ବୁଝାଇଲେ, ମୋତେ ସେ ତାର ଜୀବନର କେନ୍ଦ୍ର ମାନିଛି। ତାର ନିୟମିତ ସମର୍ପଣ ହିଁ ମୋତେ ବ୍ୟସ୍ତ କରିଛି ଏବଂ ତାହା ହିଁ ହେଉଛି ପ୍ରକୃତ ଇଷ୍ଟବୃତ୍ତି। ସେଥିପାଇଁ ମୁଁ ଦୂରରେ ଥାଇ ମଧ୍ୟ ତାର ସେବା ଗ୍ରହଣ କରିବାକୁ ବାଧ୍ୟ ହୁଏ। ସାଧକ ଜଣକ ଗରିବ ଥିଲେ ମଧ୍ୟ ତାଙ୍କ ମନରେ କୃତଜ୍ଞତା ଥିଲା। ସେ ନିଜର ସୁଖ ଦେଖିବା ପୂର୍ବରୁ ଗୁରୁଙ୍କ ପାଇଁ କିଛି ବି ହଉ କାଢ଼ି ରଖୁଥିଲେ। ନିଜ ଗୁରୁଙ୍କୁ ପ୍ରତିଦିନ ସକାଳୁ କର୍ମାରମ୍ଭେ ସ୍ମରଣ କରି କିଛି ଅର୍ପଣ କରନ୍ତି। ସେହି ଅର୍ପଣ କରିବା ହିଁ ହେଉଛି ଇଷ୍ଟବୃତ୍ତି। ଗୁରୁ ତାର ସମସ୍ତ ଦାୟିତ୍ୱ ବହନ କରନ୍ତି ଏବଂ ତାର ଜୀବନକୁ ସବୁବେଳେ ମଙ୍ଗଳମୟ କରିବାକୁ ଲାଗନ୍ତି। ଏହି ହେଉଛି ଇଷ୍ଟବୃତ୍ତିର ମହତ୍ତ୍ୱ।